जामिनी तमी महाप्रभु एही परी रात्रर 12 गोटी नाम हे विराब्धि विराबर इंद्र कुमार ए निश्चय अर्ध समय रे बाय अर्ध रात्र समय रे मते के उद्देश्य डकाइले महाप्रभु महाप्रभु अरे सरपरिय थरे कर्पूर पराय गर्भरे डाकुची रही रे सरपरिय थरे कर्पूर पराय गर्भरे डाकुची रही रे अथम मोर दर्शन बारंबार जाए कही सही न जाए मो बल केही न जाने मो बल पुरिलानी तार ताल केही न जाने मो बल आज्ञा अरे सिंहार आगरे सुगाल देशन नागत गो आगे नाग सिंहार आगरे सुगाल देशन नागत गो आगे नाग पर आगरे मुसिका परि रे करू अछि से कीर्तन एही परि मो मंदिरे एही परी मो मंदिरे लंग देउछि दुआरे एही परी मो मंदिरे महाप्रभु इंद्र चंद्र वर्ण कुबेर नरुत्तम भास्कर ओहो एही परी हमर जो 33 कोटी देवता अछंती जहार मंदिर भीतर प्रवेश करिवार क्षमता नाही देखो हे जहार मंदिर रे पुणी प्रवेश करिवार क्षमता नाही एही निशार्थ समय रे एही अर्धरात्र समय रे डाहाणी के विकास नगे माया बिना रे हां आज्ञा मोहर दश नाम धरी बारंबार डाक दउ अछि आपणकर दश नाम धरी बारंबार डाक देउ अछि वे जाई बुझी आसो निश्चय बुझी आसी जेते बेले आपणकर नौकर काम करूछि न बुझिबा कि परी आज्ञा अति शीघ्र बुझी आसो हेले महाप्रभु हां ए करूछि कोन महाप्रभु हां तू जगुच हमर मेंढा ए महाप्रभु एही विषय नहीं हमर प्रस्ताव सिंधुरे पदे प्रमाण अछि कौन बोले उद्यमं साहसं धैर्य बल बुद्धि पराक्रमं उद्यमं साहसं धैर्यं बल बुद्धि पराक्रमं षडेत तत्र तिष्ठति तत्र देव संकेतः ये तो महाप्रभु यार हवार्थ कहि परिबो आज्ञा उद्यम साहस धैर्य बल बुद्धि एवं पराक्रम एही छटी गुण जो व्यक्ति पाखरे थाए ताकू देवता माने मध्य डरंती आज्ञा मु जहा देखुछि तू कोन देखुछु आपण को पाखरे छटी गुण परिपूर्ण होई रही अछि हां हेले आपण को किए से भय न करी ओहो दश नाम धरी बारंबार डाक दउ अछि तळु को ऊपर को बिले कोन की पेटुला तळु को ऊपर को होनी को बे होउ काहे की होउची काहे की होउठी आपण सुनिबे हां आपण बस के अरे शिव संग्राम तड़ी पड़ जागी अरे मूर्ख पिला नाइ रे लक्ष्मी बस 5 टकिया बस ले भाबुजु आज्ञा ले भाबिले जदी हो बस होई जिवे केते लोक नंबर लगाई गिरी अछंती मात्र 20-30 चलले संभालिबा तो जेपा हे जियो कंक्रीट रोड रे महाप्रभु तो सुनंतु हां मोर हसाउडी गला मोर
ହାଉ ପଳେଇଲା ବୀରବର ହେ କହ କେଣେ ଅଛି ମୋର ହଂସା ଉଡ଼ି ଗଲା ବୀରବର ହେ କହ କେଣେ ଅଛି ପ୍ରଭୁ କଣ ହଉଛି ଆଜ୍ଞା ହସା ମାନେ କଣ ଆପଣ ହସା ବୋଲନ୍ତେ ଜାଣିନା ନାହିଁ ହରେ ହୁଗୁଳା ନାଇଁ ରେ ଇଏ ଘର କରି ଆଣ୍ଡାଟେ ହେଲେଣି ହରେ ପଛଟାର ତତେ ଲିଙ୍ଗ ଜଣା ପଡୁନି କିରେ ପୁଅ କି ଲିଙ୍ଗ ଶିବଲିଙ୍ଗ ସେଇଟାକୁ ଧରି ବଇଥାରେ ପୁଅ ଆରେ ମୂର୍ଖ ପିଲା ଲିଙ୍ଗ ହେଲା ତିନି ପ୍ରକାର ଗୋଟେ ହେଲା ପୁଲିଙ୍ଗ ମାନେ ତୁ ଅଣ୍ଡରା ପିଲା ଡାଙ୍ଗ ଭଳିଆ ହେଇଛୁ ସିନା ଆଉ ଗୋଟେ ହେଲା ସ୍ତ୍ରୀଲିଙ୍ଗ ମାନେ ଝିଅ ପିଲା ଆଉ ଗୋଟେ ହେଲା ଶିବଲିଙ୍ଗ ମାନେ ଯୋଉଟା ମାଇକି ନାହିଁ କି ଗାଇକି ନାହିଁ ତୁ କୁଆଡେ ଆଙ୍ଗୁଠି ଦେଖୁଛୁ ମାଇକି ନାହିଁ କି ଛାଇକି ନାହିଁ ଆଙ୍ଗୁଠା କଣ ମୋର ଦେଖୁଛୁ କଣ ତମର ନାହିଁ କେଣ ମୋ ସବୁ ଅଛି ତ ନାହିଁ ଚେକ୍ କରି ନେଇକି ଟିକେ ନାଇଁ ନାଇଁ ଆପଣ ରାଗୁଛନ୍ତି କାହିଁକି ଆଜ୍ଞା ଆଉ କଣ କାହିଁକି ରାଗିବିନି କଣ କଣ ରାଗି ମାଇକି ନାହିଁ କି ଛାଇକି ନାହିଁ ବୋଲେ ମତେ କଣ ମୁଁ ବୁଝିପାରୁନି କି ତମର ଥିଲା କି ନାହିଁ ତମର ଥିଲା କି ଅଛି ଅଛି ଆଉ କୋଉଠି ନଥିଲା ଶୁଣିବ କଣ ମୋର ନଥିଲା ଶୁଣିବ କି କାଇଁ କୋଉଠି ନଥିଲା କାଇଁ ଆପଣ ବସନ୍ତୁ ଠିକ ଅଛି ମୁଁ କହୁନି ଆଜ୍ଞା ହଁ ଜଣେ କହିଥିଲା ମୁଁ ଶୁଣିକିରି ଆପଣଙ୍କୁ କହୁଛି କଣ ବୋଲି କହିଥିଲା ଯୋଉଠି ଆପଣଙ୍କର ନଥିଲା ହଁ ଆହୁରି ମାଇପ ପାଇଁ ମୁଁ ମାଇପ ହେଲିଲୋ ମାଇପ ପେଇ ଫିଣି ମାଇପ ହେଲା ତୁ ମାଇପ ହେଲୁ ନା କଣ ହେଇକି ମାଇପ ପାଇଁ ମୁଁ ମାଇପ ହେବି କଣ ମୁଁ ମାଡ ଖାଇବି ଆଉ ମାଷ୍ଟର କହିଲା ବୋଲି ନାଇଁ ନାଇଁ ମୁଁ କହୁନି ଆଜ୍ଞା ଆପଣ ବୁଝିପାରିଲେ ନାଇଁ ଆପଣ ଭାବୁଛନ୍ତି ମାଇପ ପାଇଁ ମୁଁ ମାଇପ ହେଇଛି ଶୁଣନ୍ତୁ ଆଜ୍ଞା ମହାପ୍ରଭୁ କଥାଟା ଯଦି ବୁଝେଇବି ଲୋକ ଜାଣିବେ ଲୋକ ହସିବେ ତମ କଥାଟା ପଡିବ ନାଇଁ ନାଇଁ ତମେ କଣ କହିବ ଲୋକ ଜାଣିଲେ ଜାଣନ୍ତୁ ମୁଁ ତ ଜାଣିନା ସେଟା କହ ଆଉ ଥରେ ଶେଷରେ ତମେ କହିବନି ମୋ ଘରେ ରହିଲ ମୋ ଘରେ ଖାଇଲ ମୋ ଘରେ ହେ ହେ ଆରେ ମୋର କଥା କହିଲ ମୂର୍ଖ ପିଲା ସେ କଥା ନକରି କହୁଛି ମୋ ଘରେ ଶୋଇଲ ମହାପ୍ରଭୁ ଆପଣ ଯେତେବେଳେ ପଶା ଖେଳରେ ସର୍ବସ୍ୱ ହରାଇଲେ ଆପଣ ପାଞ୍ଚ ଭାଇ ଯାକ ବନ୍ଧା ପଡିଲେ ରାଜ୍ୟ ସମ୍ପତ୍ତି ସବୁ ହାରିଦେଲେ ଶେଷରେ ଆପଣ କଣ କଲେ ମାଷ୍ଟ୍ରେ ଏରା କଣ ମାଇପ ବିକା ଯାଏ ଆଜ୍ଞା ଶେଷରେ ଆପଣ ଦ୍ରୌପଦୀ କି ବନ୍ଧା ପକେଇଲେ ନା ନାଇଁ ମାଇପକୁ ବିକିଲନି ମହାପ୍ରଭୁ ମାଇପକୁ ବନ୍ଧା ପକେଇଲେ ବିକିଲା ଠୁ ବଳକା ଜଣକୁ ଦାନ କରିଦବ ହେଲେ ମହାପ୍ରଭୁ ଆପଣ ଯେତେବେଳେ ବନବାସକୁ ଗଲେ ଦୁର୍ଯ୍ୟୋଧନ କଣ କଣ ରଖିଲା 12 ବର୍ଷ ଆପଣ ବନସ୍ଥରେ ରହିବେ ଆଉ ଗୋଟିଏ ବର୍ଷ ଅଜ୍ଞାତ ବନବାସରେ ରହିବେ ଯଦ୍ୟପି ତମେ ଜଣା ପଡିଯିବ ଆଉ ଥରେ ପୁଣି 12 ବର୍ଷ ବନକୁ ଯିବ ଆପଣ ଅଜ୍ଞାତ ବନବାସ କେଉଁ ସ୍ଥାନରେ ଥିଲେ ବିରାଟପୁରରେ ଆପଣଙ୍କର ବଡ ଭାଇ ହେଲେ ଧର୍ମରାଜ ସେ କଣ ହେଇଥିଲେ ଆଜ୍ଞା କଙ୍କ ହୋଇ ରାଜାଙ୍କର ପରାମର୍ଶଦାତା ଥିଲେ ତା ତଳୁଟା ଓହୋ ତା ତଳ ଭାଇଟା ହେଲା ଭୀମସେନ ତାଙ୍କେ ହେଲେ ରାନ୍ଧୁଣିଆ ପଣ୍ଡା ଆପଣ କଣ ହେଇଥିଲେ ଆଜ୍ଞା ଆଜ୍ଞା ହେଇଥିଲେ ବୃହନ୍ନଳା ମୂର୍ଖ ପିଲା ଲେଟ୍ରିନ୍ ଟାଙ୍କି ନାଇଁ ରେ ବୃହନ୍ନଳା ମାନେ ଅଧା ମାଇକି ନାହିଁ କି ଅଧା ଅଣ୍ଡରାକୁ ନାହିଁ ହେଇଥିଲେ ଆଜ୍ଞା ହେଲେ ମହାପ୍ରଭୁ ଆପଣଙ୍କର ସ୍ତ୍ରୀ ହେଲେ ଦ୍ରୌପଦୀ ସରଞ୍ଜୀ ରୂପରେ ସୁଦର୍ଶନ ଦାସୀ ହୋଇଥିଲେ କଥାରେ ଅଛି କିଚକ ବଳରେ ବିରାଟ ରାଜା ଦିନେ ଆପଣଙ୍କ ସ୍ତ୍ରୀ ଦ୍ରୌପଦୀ ସ୍ନାନ କରି ଆସିବା ସମୟରେ
କିଚକର ଦୃଷ୍ଟି ପଡ଼ିଲା। କିଚକ ଚିନ୍ତା କରୁଛି ଆମ ରାଜ୍ୟରେ ଏପରି ଗୋଟେ ସୁନ୍ଦରିଆ ନାରୀ ଅଛି, ଆଜ୍ଞା ତା ହାତରେ ରାଜ୍ୟ ଚାଲୁଛି। ସେ ଦ୍ରୌପଦୀଙ୍କୁ କହିଲା ଯେ ସନ୍ଧ୍ୟା ସମୟରେ ମୋର ଅନ୍ତପୁରକୁ ଆସିବ, ଅନ୍ତପୁରକୁ ଆସି ମୋର ଅଙ୍କ ସାଇନି ହବ। ଅଙ୍କ ହେଲେ ତମେ ବୁଝିପାରିଲନି କି ଆଜ୍ଞା? ମାଷ୍ଟ୍ରେ ଆଙ୍କେ କୁଆଡୁ ବୁଝି ହେ ଆଙ୍କର ତ ଜ୍ଞାନ ପାଇନାହାନ୍ତି। ଅଙ୍କ ହେଲେ ଆଙ୍କେ ଭାବୁଛନ୍ତି ଅଣ୍ଢ ଅଣ୍ଢ। ମହାପ୍ରଭୁ ଅଙ୍କ ବେଲନ୍ତେ କୋଳରେ ବସାଇ ରତି ରଙ୍ଗରେ ମାତିବି। ହେଲେ ଏ କଥା ଯାଇ ଦ୍ରୌପଦୀ କାହାକୁ କହିବେ ଆଜ୍ଞା? ଆପଣଙ୍କର ବଡ ଭାଇ ଧର୍ମରାଜ ଯୁଧିଷ୍ଠିର ସେଟା ମୁଣ୍ଡ ପୋତାଟା ଭାତ ଖାଇଲେ ହୁଁ ଯାଉ ଖାଇଲେ ହୁଁ। ଆପଣ ବୀରବର ଧନୁର୍ଧର ଅର୍ଜୁନ ହେଲେ କିସ ହବ ଆଜ୍ଞା? ତମର ଧନୁ ସିନା ଥିଲା ଆଉ ସର ନଥିଲା, ମାନେ ତମେ ମାଇକି ନାଇକି ଅଣ୍ଡରକୁ ନାଇ ହେଇକିରି ଥିଲ। ହେଲେ ମହାପ୍ରଭୁ ସେତେବେଳେ ଏ କଥା ଯାଇ କାହାକୁ କହିଲେ? ଭୀମସେନକୁ କହିଲେ। ଭୀମସେନ କହିଲେ ତମେ ଚିନ୍ତା କରନ, ତମ ପାଇଁ ମୁଁ ଦ୍ରୌପଦୀ ବେଶ ଧାରଣ କରିବି। ତେଣୁ କରି ଭୀମସେନ କହୁଛନ୍ତି କଣ ବୋଲି ଆଜ୍ଞା? ଆରେ ମାଇପ ପାଇଁ ମୁଁ ମାଇପ ହେଲିଲୋ, ଏ ମାଇ ଚିଆ ହେଲା ଭାଇ। ଆହୁରି ମାଇପ ପାଇଁ ମୁଁ ନୀତି ରାନ୍ଧୁଥିଲି, ମାଇପ ବସି ଭୁଞ୍ଜଇ ହେ। ଶୁଣ ଶୁଣ ତୁ ଭଲେ, ଶୁଣ ଶୁଣ ତୁ ଭଲେ, ଏଡ଼େ ଅଲା ଯୁଗ କର୍ମ କଲ ହେ। ଶୁଣ ଶୁଣ ତୁ ଭଲେ। ମହାପ୍ରଭୁ ସେତେବେଳେ ଆପଣ ବିରାଟପୁରରେ ଅଧା ମାଇକି ଅଧାଣ୍ଡରା ହେଇଥିଲ, ତମର କଣ ଥିଲା କି ଆଜ୍ଞା? କଣ ନଥିଲା ବା ମାଷ୍ଟ୍ରେ? ପୂର୍ବସିଂହର ଅଭିଶାପରେ ତମେ ସେତେବେଳେ ଆପଣଙ୍କର ରମ୍ପୁଂସ କହିଥିଲ ଆଜ୍ଞା। ତେଣୁକରି ଆପଣ ଗୁପ୍ତରେ ରହିଲ, ଜଣା ପଡିଲାନି। ତାଙ୍କର ଅଭିଶାପଟା ତମ ପାଇଁ ଆଶୀର୍ବାଦ ହୋଇଥିଲା। ଆଉ ତମେ କଣ କରୁଥିଲ ମାଷ୍ଟ୍ରେ? ଆଜିକାଲି ଗୋଟେ ଶ୍ୱଶୁରକୁ ଦେଖିବ ଯଦି ବୋଉ ପିଲାଟା କଣ କରିବ ଆଜ୍ଞା? ହାତେ ନମ୍ବର ଓଢଣା ଦଉଛି। ଆଙ୍କ ଘରେ ବୋଉ ପିଲାକୁ ମଧ୍ୟ ଥେଇ ଥେଇ କରୁଛନ୍ତି, ନାଚ ଶିଖଉଥିଲେ। ହଁ କଣ ଉତ୍ତର ବାଳି ତମର ବୋଉ ପିଲା ହେଇଲାନି କି? ସେତେବେଳେ ମୋ ବୋଉ ପିଲା ହେଇଥିଲା। ଓହୋ ସେତେବେଳେ ହେଇନଥିଲା, କିନ୍ତୁ ଆଜିକାଲିର ଆଜ୍ଞା ଗୋଟେ ବୋଉ ପିଲାଟେ ପଳେଇ ଆଇଲେ 10 ଦିନ ବାହୁଡାଣୀ ଯେତେବେଳେ ପଳେଇ ଆଇବେ ବାଇକରେ କାଢିଦେବେ, ପାର୍କକୁ ବୁଲିବାକୁ ଯାଉଛନ୍ତି, ନୂଆ ନୂଆରେ ବାହା ହେଇତେ ରିଲ୍ସ ବନଉଛନ୍ତି। ତାଙ୍କୁ ଯଦି ଅଭିମନ୍ୟୁ କହିବ ହଇଏ ତମେ ନାଚଟା କଣ ଏମିତି ଶିଖେଇଲ ଯେ ଟିକେ ଭୁଲ ଶିଖେଇଲ, କାଇଁ ନନା ତ ମତେ ଏମିତି ଶିଖଉ ନଥିଲେ। ନାଇଁ ନାଇଁ, ବୋଉ ପିଲା ନାଚ ଶିଖିଲେ ଭଲ ନା, ଘର ପଇସା ଘରେ ରହିବ। ହେଲେ ମହାପ୍ରଭୁ ଆପଣ ଯୋଉ କହିଲେ ଆପଣଙ୍କର 10 ନାମ ବୋଲି, ମୁଁ କଣ ଭାବୁଛି ବୁଝିଲେ? ଆପଣଙ୍କର 10 କୋଟି ମା ଏବଂ 10 କୋଟି ବୋପା। କଣ କଣ ହେଲା ଆଜ୍ଞା? ତୁ କଣ ଉଠି ପଳେଉଛୁ? ବେଲେ ଉଠୁନୁ क्या मामू ए मौसा अरे 10टा पप्पा हेबानी। अरे मूर्ख पिला शुणे शुणे 10टा पिला हब जे तू छेली गोतिया हिसाब करना। आ बगपाडा की रे ए संजू को सिंडिया का हब हेले कहले तार पप्पा 10टा हेबा कि नहीं? किनी 10टा हेबे काई कहलु? तू अल्लम बिल्लम कोन नाही नहीं देखे आरो हिसाब करियाले 10टा पप्पा काई की मत देखा रे। एक नंबर बापा, एक नंबर बापा, मास्टर 2 नंबर बापा। हां केरंडी के ठीक ठीक रे कहयो को 2 नंबर बापा। आ जो मोटा डाबी मुडा हां हां 3 नंबर। सेटा तांकाडू हे हां आ ओडा पा गलती 4 नंबर से बापा मा ढाळ धरी कहला हां हां से 4 हां हां 5 6 7 8 सेटा गोटे मो मौसा बोली हां हां मु गोटे ता बापा 10। अरे नहीं रे
ମୂଳରୁ ମାଇପ ନାହିଁ ପୁଅ ନା ଗୋପାଳିଆ ପୁଅ ଖଡ଼ିକା ଡାଙ୍ଗ ଭଳିଆ ହେଇଛୁ ଏମିତି ମିଶାମିଶି କଲେ ହେବନି ମୁଁ ତା ବୋପା ଗୋଟେ ହେବିନି ତା ମୁହଁଟା ମୋ ମୁହଁଟା ମିଶୁନି ହଁ ପୁରା ମିଶୁଛି ଆଉ ହେଡି କାଇଁ ଆଣ୍ଟି କାଇଁ ଆଖି ଆଖି ମିଶା ହେଡି ଡାକ୍ତର ଭାଇନାଙ୍କୁ ଡାକିବ ଆଉ ସଞ୍ଜୁ ଭାଉଜଙ୍କୁ ଯଦି ଡାକିବ ହେଲେ ମିଶାମିଶି ହବ ମହାପ୍ରଭୁ ଆପଣ ଯୋଉ କହିଲେ ଆପଣଙ୍କର 10 ନାମ ବୋଲି ମୁଁ ଭାବୁଛି ଆପଣଙ୍କର 10 କୋଟି ମା ଏବଂ 10 କୋଟି ବୋପା ଆରେ ସେପରି ନୁହଁ ଆପଣ ଗୋଟିଏ ମାକୁ 10ଟା ବୋପା ଏ ଦୂତ ମହାପ୍ରଭୁ ମୁଁ 10 ସ୍ଥାନରେ 10 କୋଟି ଉପକାର କରିଥିବା ହେତୁ ଆପଣ 10 ସ୍ଥାନରେ 10 କୋଟି ଉପକାର କରି 10 କୋଟି ନାମକୁ ଧାରଣ କରିଛି ମୁଁ କାହିଁକି ଜାଣିବି ଆଜ୍ଞା ଆପଣ ଖାଲି କହୁଛନ୍ତି ମୁଁ ପାଇଛି ଏ ମୂର୍ଖ ପିଲା ମା ଆଜ୍ଞା ମଣିଷ ପିଲା ନା ବିଲେଇ ପିଲା ନା କୁକୁର ପିଲାରେ ଆରେ କହ କେଉଁ ସ୍ଥାନରେ କେଉଁ କାର୍ଯ୍ୟ କରି କେଉଁ ନାମକୁ ଧାରଣ କରି ଅଛନ୍ତି ଏ ସଭା ମଧ୍ୟରେ ପରିପ୍ରକାଶ କରନ୍ତୁ ଦୂତ ମହାପ୍ରଭୁ ତାହେଲେ କହୁଛି ଶୁଣ କୁହନ୍ତୁ ଆଜ୍ଞା ଶ୍ରୀକ୍ଷରରେ ଅର୍ଘ୍ୟ ଘେନି ଦେବ ଭଗବାନ ପ୍ରଥମରେ ମୋତେ ନାମ ଦେଲେ ଅର୍ଜୁନ ମହାପ୍ରଭୁ ବହୁରତ୍ନ ଆଭରଣ ଦେଇ ବନମାଳି ନାମ ଗଟି ଦେଇଛନ୍ତି ଶ୍ରୀକୃଷ୍ଣ ବୋଲି ଶୁଣୁଛି ଆଜ୍ଞା ମହାପ୍ରଭୁ କେତେ କୋଟି ନାମ ହେଲା ଏହିପରି ଆପଣଙ୍କର 2 ଗୋଟି ନାମ ହେଲା ଆଉ 8 ଗୋଟି ନାମ ଦୂତ ମହାପ୍ରଭୁ ପୂର୍ବ ଫଲଗୁନି ମୋର ଜନମନ କ୍ଷେତ୍ର ପୂର୍ବ ଫଲଗୁନି ମୋର ଜନମନ କ୍ଷେତ୍ର ତେଣୁ ଫଲଗୁନି ମୋର ନାମଟି ବିଦିତ ସାଧୁ ଜନ କଥାକୁ ମନ ଦେଇ ଶୁଣ ହେ ସୁଜନ ଏ ଅଟେ ଭାରତ ପୁରାଣ କୁବେରପୁରରୁ ଜିଣି ଆଣିଥିଲି ଧନ କୁବେରପୁରରୁ ଜିଣି ଆଣିଥିଲି ଧନ ଧନୁଜୟୀ ନାମ ମତେ ଦେଲେ ତ୍ରିଲୋଚନ ସଭାଜନ ଏ କଥାକୁ ମନ ଦେଇ ଶୁଣ ହେ ସୁଜନ ଏ ଅଟେ ଭାରତ ପୁରାଣ
ମହାପ୍ରଭୁ କେତେ ଗୋଟି ନାମ ହେଲା ଏହିପରି ଆପଣଙ୍କର 4 ଗୋଟି ନାମ ହେଲା ଆଉ 6 ଗୋଟି ନାମ ଆଜ୍ଞା ମହାପ୍ରଭୁ ତ୍ରିକୁଣ ଜିଣି ରଥ ରାଇ ତ ନାହିଁ ଶତ୍ରୁଘ୍ନ ଜିଣି ରଥ ଫେରଇ ତ ନାହିଁ ତେଣୁ କରି ମୋର ନାମ ତେଣୁ କରି ମୋର ନାମ ଅଟଇବି ଜଇରେ ଋତ ଅଟଇବି ଜଇ ମହାପ୍ରଭୁ ଶୁକ୍ରଚାରୀ ଘୋଡ଼ା ଦୋଚା ହୁଏ ମୋର ରଥେ ଶୁକ୍ରଚାରୀ ଘୋଡ଼ାରେ ଦୋଚା ହୁଏ ମୋର ରଥେ ଶ୍ଵେତ ବାହିନୀ ବଲିର ଶ୍ଵେତ ବାହିନୀ ବଲିର ବୋଲନ୍ତି ଜଗତେ ବୋଲନ୍ତି ଜଗତେ ମହାପ୍ରଭୁ କେତେ କୋଟି ନାମ ହେଲା ଏହିପରି ଆପଣଙ୍କର 6 ଗୋଟି ନାମ ହେଲା ଆଉ 4 ଗୋଟି ନାମ ଦରକ୍ଷକ ମହାପ୍ରଭୁ ସାଗରରେ ଶରବନ୍ଦର ଦେଖି ହନୁମନ୍ତ ଓହୋ ସାଗରରେ ଆପଣ ଶରବନ୍ଧ ବାନ୍ଧିଥିଲେ ହଇଏ ବାବୁ ସେ ଆଉ ତୁ ବାନ୍ଧିବାରୁ ତା ନା ହେଲା ସେତୁ ଏଇ, ମୁଁ ଆଉ ତୁ ମହାପ୍ରଭୁ ଆପଣ ଏପରି ନିଜର ଗର୍ବ କରନ୍ତୁ ନାହିଁ ଆଜ୍ଞା ଏ ଦୂତ ଯେତେବେଳେ ଆପଣ ସୁଗନ୍ଧା ପୁଷ୍ପ ହରଣ କରିବା ନିମନ୍ତେ ସରୋବର ନିକଟକୁ ଗଲେ ତାର ଦ୍ୱାର ଦେଶରେ କିଏ ଥିଲା ଆଜ୍ଞା ବୀର ହନୁମାନ ଆପଣ ହନୁମାନଙ୍କୁ କଣ ଭାବିଲେ ଏଇଟା ଗୋଟେ ବୁଢା ମାଙ୍କଡଟା ମାଙ୍କଡଟା ବଇଛି ମୋର କଣ କରିବ ହଁ କିନ୍ତୁ ହୁଗୁଳା କଥାରେ କଣ ଅଛି ଜାଣିଛୁ ଯେତେ ବୁଢା କଣ ରେ ପୁଅ ଟଙ୍କା ପଇସା ଘର ଜଞ୍ଜାଳ ମହାପ୍ରଭୁ ଆପଣ ହନୁମାନଙ୍କୁ କହିଲେ ରାସ୍ତା ଛାଡ ମୁଁ ପୁଷ୍ପ ଆଣିବି କିନ୍ତୁ ସେତେବେଳେ ହନୁମାନ କଣ କହିଲେ କଣ ସେ କହିଲେ ମୁଁ ତ୍ରେତୟା ଯୁଗରୁ ଜଗି ବସିଛି ପ୍ରଭୁଙ୍କର ବିନା ଅନୁମତିରେ ଭିତରେ ପ୍ରବେଶ ନିଷେଧ ହେଲେ ମହାପ୍ରଭୁ ସେତେବେଳେ ଆପଣ କଣ କହିଲେ କଣ ମୁଁ କିଏ ଜାଣିଛ ମୁଁ ହେଲି ଦ୍ୱାପର ଯୁଗର ବୀରବର ଧନୁର୍ଦ୍ଧର ମତେ ନ ଛାଡିବାକୁ କାହାର ଆଜ୍ଞା ହେଲେ ମହାପ୍ରଭୁ ସେତେବେଳେ ହନୁମାନ ମଧ୍ୟ କହିଲେ ମୁଁ ହଉଛି ତ୍ରେତୟା ଯୁଗର ମଲ୍ଲ ସେତେବେଳେ ଆପଣ କହିଲେ ଏମିତି ତ୍ରେତୟା ଯୁଗରେ କଣଟା ତାଡି ପକାଇଥିଲ ସେତେବେଳେ ହନୁମାନ କହିଲେ ଯେତେବେଳେ ରାମ ରାବଣର ଯୁଦ୍ଧ ହେଲା ମୁଁ ଲଙ୍କାକୁ ପଥରର ସେତୁ ବନ୍ଧ ବାନ୍ଧିଥିଲି ଆପଣ ଟିକେ ହସିଦେଲେ ଆଜ୍ଞା କହିଲେ ସାମାନ୍ୟ କଥା ଶହ ଶହ ମର୍କଟ ମାନଙ୍କର ସାହାଯ୍ୟରେ ପଥରର ସେତୁ ବନ୍ଧ ବାନ୍ଧିଥିଲ ମୁଁ ଗୋଟେ ସ୍ୱରରେ ସମୁଦ୍ର ମଧ୍ୟରେ ସ୍ୱର ବାଣ ବାନ୍ଧିଦେବି ହେଲେ ମହାପ୍ରଭୁ ସେତେବେଳେ ହନୁମାନ କହିଲେ ତମେ ଯୋଉ ପଥରର ମୁଁ ଯୋଉ ପଥରର ସେତୁ ବନ୍ଧ ବାନ୍ଧିଥିଲି ତାପରେ କେତେ ଅସୁର କେତେ ମର୍କଟ ଗଲେ ଯୁଦ୍ଧ କଲେ ମୋର ସମ୍ଭାଳୁଥିଲା କଣ କଣ ମୋର ସେତୁ ବନ୍ଧ ସମ୍ଭାଳୁଥିଲା ତମର ସ୍ୱର ବାଣଟା ସମ୍ଭାଳିବ ତ କାହିଁକି ନ ସମ୍ଭାଳିବ ମହାପ୍ରଭୁ ଆପଣ ମନ ମଧ୍ୟରେ ଗର୍ବ ବହି ସିନା ସ୍ୱର ବାଣ ବାନ୍ଧିଦେଲେ ଯେତେବେଳେ ହନୁମାନ ବିରାଟ କାୟ ମୂର୍ତ୍ତି ଧରି ଛିଡା ହେଲେ ତମରଟା ଆଉ ସମ୍ଭାଳିଲାନି ଆଜ୍ଞା ତଳୁକୁ ତଳୁକୁ ଗଲା ଆପଣଙ୍କର ଲାଜ ମାନ ରଖିବା ନିମନ୍ତେ ନିଜେ ଭଗବାନ ମୀନ ଅବତାରରେ ରହିଲେ ଶରମୁନ ବାଜିଲା ଯେତେବେଳେ ରକ୍ତ ବାହାରିଲା ସେତେବେଳେ ଆପଣଙ୍କୁ ହନୁମାନ କହିଲେ हे अर्जुन तमर अक्षर बाण कोन रक्त बांति गलानी अरे बहुत दिन हला स्वर जाक तुणी रे थिबा जगो समुद्र लो लुणी पानी बाजी रक्त बन देखा दाउछि एले मास्टर छाडीला मास्टर हां कोन पय रखुछन व्यवहार कोन नहीं नहीं आवश्यक पड़े व्यवहार करबो ना ओ तम घरे केते जांगु थिबो कहला लुणी पानी बाजी करी जांगु छाडुछि एपरी गर्व करंतु नहीं आज्ञा एही विषय नै पदे प्रमाण अछि कोन आज्ञा नलिनी दलगत जलमती तरलम नलिनी दलगत जलमती तरलम तत्पद जीवनमती सहज फलम क्षणमिह सज्जन संगति रका भवती भवानवतरिणी नौका आज्ञा नलिनी बोलन्ते पद्म पद्म तार दल हेला पत्र पत्र जलमती तरलम पद्म पत्र रे पानी टोपाटे पड़िले जेपरि टळमळ होउची ए मनुष्य जीवनटा से प्रकार आज्ञा टळमळ होउची
କେତେବେଳେ ପିଣ୍ଡରୁ ପ୍ରାଣବାୟୁ ଉଡ଼ିଯିବ ତାର ଠିକଣା ନାହିଁ। ନାହିଁ। କ୍ଷଣ ମିହ ସଜ୍ଜନ ସଙ୍ଗତିର କ୍ଷଣ ମାତ୍ର ସମୟ ମିଳିଲେ ସଜ୍ଜନ ସଙ୍ଗ କରି ଏ ଭବସାଗର ନୌକାରୁ କିପରି ପାର ହେବା। ମହାପ୍ରଭୁ ଏ ସଂସାରଟା ହେଲା ଗୋଟେ ଜଞ୍ଜାଳର ଜାଲ। ଜାଲ ଭିତରେ ପଡି ମାଛ ଯେପରି ଛଟପଟ ହଉଛି ମନୁଷ୍ୟ ମନଟା ମଧ୍ୟ ସେ ପ୍ରକାର ଆଜ୍ଞା। ମହାପ୍ରଭୁ ବାପା ଏବେ ସଂସାରକୁ ଆସିଥିଲେ, ଆସିଲା ବେଳେ କଣ ଆଣିଥିଲେ କି ଆଜ୍ଞା? ନାହିଁ। ଲଙ୍ଗଳା ହେଇକି ଯାଇଥିଲେ, ଆଇଥିଲେ ଗଲା ବେଳେ କଣ ନେଲେ? ନାହିଁ। ପୁରୁଣା ପ୍ୟାଣ୍ଟ ସାର୍ଟ ଧୋତି ଲୁଙ୍ଗି ଖଣ୍ଡେ ଧରି ଯାଇଥିବେ ଆଜ୍ଞା। ଗଲା ବେଳେ ମଧ୍ୟ କିଛି ନେଲେନି। ଏ ଘରୁ ପିନ୍ଧେଇକି ନେଇଥିବା ସେଇଟା କିଛି ନଥିବ ଆଉ। ହେଲେ ମହାପ୍ରଭୁ କଥାରେ କଣ ଅଛି ଜାଣିଛନ୍ତି? କଣ? ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ହଁ। ଯଦ୍ୟପି ଆପଣ ଭଲ ଦି କଥା କହିଥିବେ, ଭଲ କର୍ମ କରିଥିବେ, ଶେଷ ସମୟରେ କହିବେ ଆହା ଭଲ ଲୋକଟା ଥିଲା ମରିଗଲା। ନହେଲେ ଆପଣଙ୍କ ଭଳିଆ ଖାଲି ମୁଁ ଏକା କରିଛି, ମୁଁ ଏକା ଧରିଛି, ମୋ ପିଲା ମୋ ମାଇପ ଭଲ ହେଲା ଗଲା କହିବେ। ତେଣୁ କରି ଆପଣ ଗର୍ବ କରନ୍ତୁ ନାହିଁ, ଯାହା କରିଅଛନ୍ତି ତାହା କୁହନ୍ତୁ। ଏ ଦୂତ ମହାପ୍ରଭୁ ଆରେ ମୁଁ ଗର୍ବ କରୁ ନାହିଁ, ହଁ ଯାହା କରୁଛି ତାହା ହିଁ କହୁଛି। କୁହନ୍ତୁ ଆଜ୍ଞା। ଏ ଦୂତ କଣ କହିଲେ? ସାଗରରେ ସରବନ୍ଧରେ ଦେଖି ହନୁମନ୍ତ, ସାଗରରେ ଈଶ୍ୱରବନ୍ଧ ଦେଖି ହନୁମନ୍ତ, ବାଘମୁନି ନାମ ଦେଲେ ଅଞ୍ଜନାଙ୍କ ସୁତ। ଏହିପରି 7 ଗୋଟି ନାମ ହେଲା। ଆଉ 3 ଗୋଟି ନାମ ଦ୍ୱାରରକ୍ଷକ ମହାପ୍ରଭୁ ଦୁଇ ହତ ସମଭାବରେ ପରହିତ ବେଧେ, 2 ହସ୍ତ ସମଭାବ ପାରହିତ ବିନ୍ଧି। ଏଣୁ ସପ୍ତପ୍ରସାଦୀ ମୋହର ନାମଟି। ଓ ଆଜ୍ଞା ଗଲା 7 ଆଇଲା 8। ଆଠେ ନାଇଁ ମହାପ୍ରଭୁ ପିଲାମାନେ ପାଠ ପଢିଲା ବେଳୁ 1 2 3 4 5 6 7 8। ହଁ 8 ଗୋଟି ନାମ ହେଲା କହୁନ। ଏହିପରି 8 ଗୋଟି ନାମ ହେଲା। ଆଉ 2 ଗୋଟି ନାମ ଦୂତ ମହାପ୍ରଭୁ ବିବଛ କର୍ମକୁ କରିରେ ନାହିଁ କେଉଁଠାର, ବିବଛ ବୋଲି ନାମ ଦେହେ ବୋଲୁଥାନ୍ତି ଲଏ। ରାତି ପାହି ଆସିଲାଣି ଲୋ ରାବିଲେଣି କାଉ, ବନ୍ଧ ଆଡେ ଯିବା ପରାଲୋ ଡାଙ୍ଗର ବୋଉ। କଣ ହେଲା ଆଜ୍ଞା? ଆରେ ମୂର୍ଖ ପିଲା, ନାଇଁ ରେ ଏଇଟା ଲବକୁଶ ଜନ୍ମ ହଳିଆ ଗୀତ ସ୍ୱରରେ ରାତି ପାହି ଆସିଲାଣି ଲୋ ରାବିଲେଣି କାଉ, ବନ୍ଧ ଆଡେ ଯିବା ପରାଲୋ ମଣିଆର ବୋଉ। ମୂର୍ଖ ପିଲା, ମଣିଆର ବୋଉ ନ କହିକିରି କିନି ଅର୍ଜୁନର ବୋଉର ଧରି ଦଉଛୁ? ନାଇଁ ରେ ଅର୍ଜୁନର ବୋଉର କିନି ଧରି ଦଉଛୁ? ତମ ବୋଉର କଣ ଧରିବା ଜିନିଷ ଅଛି କି ଆଜ୍ଞା? ନାଁଟାକୁ ଧରିଦେଲା। ଆଉ କାମ କରିବାକୁ ହେ ସେ ନାହିଁ ବଳ, ତମ ଘୋର ନା ଡାଙ୍ଗିକି ହେ ତମେ ହିଁ ସମ୍ଭାଳ। କଣ ଗୋଟେ ମାଡରେ ମଣିଷ କରୁଛି। କଣ କହୁଛି ସେ ଜାଣିଛ? ଏ ଆଡେ ଭାଇ କଣ କହୁଛି ଜାଣିଛ? କହୁଛି ପାରି ପାରୁ ନାହିଁ ପାଇକ ଆଗେ ଦେଖେ ହଉଛି ମାଇପ ଆଗେ। ମହାପ୍ରଭୁ ଏହିପରି ଆପଣଙ୍କର 9 ଗୋଟି ନାମ ହେଲା। ଆଉ ମାତ୍ର ଗୋଟିଏ ନାମ ଆଜ୍ଞା। ମହାପ୍ରଭୁ ଆରେ ବନ୍ଧା ହୋଇ ଅଛି ମୋର ଶିରରେ କିରଟି, ଆରେ ବନ୍ଧା ହୋଇ ଅଛି ମୋର ଶିରରେ କିରଟି, ତେଣୁ କରି ମୋର ନାମ ଅଟଇ କିରିଟି ଶୁଣ ଶୁଣ ତୋରେ, ଶୁଣ ଶୁଣ ତୋରେ ନାମ ବୃତ୍ତାନ୍ତରେ।
ତ ମହାପ୍ରଭୁ ଏହିପରି 10 ସ୍ଥାନ 10 ଗୋଟି ଉପକାର କରିଥିବା ହେତୁ ଏହିପରି ଆପଣ 10 ସ୍ଥାନରେ 10 କୋଟି ଉପକାର କରି 10 କୋଟି ନାମକୁ ମୁଁ ଧାରଣ କରିଛି। ଆପଣ 10 କୋଟି ନାମକୁ ଅର୍ଜନ କରିଅଛନ୍ତି। ହଁ ତୁ ମତେ କଣ ପରିହାସ କାଢୁଛ? ହେଲା ଯେ କଣ ଦି ମହାପ୍ରଭୁ ତ ଆପଣ ଯାହା କହିଲେ ସେଇଟା ଆପଣଙ୍କ ମତରେ ହେଲା। ହେଲା ମୋ ମତରେ ଆଉ ଏ ସର୍ବସାଧାରଣଙ୍କ ମତରେ ଦେଖୁଛ ତ ଏ କଣ ହଁ ଫୁଗୁଳା କହିଲା ହଲ ହଲ ହଁ ଏ ହଲ ହଲ କେମି ହଉଛି ରେ? ଆଜ୍ଞାକୁ ପଚାରେ ତମେ ଦେଖିଛ ନା ନାଇଁ ପୂର୍ବ କାଳିଆ ଦୁଆରୀ ମାନଙ୍କରେ କମ ହଉଛି କମ ମହାପ୍ରଭୁ ଆପଣ ପୂର୍ବ କାଳିଆ ଦୁଆରୀ ମାନଙ୍କର ଦେଖି ନାହାନ୍ତି କଣ ଦେଖିଲି? ଅଭିନୟ ଓ ପୂର୍ବ କାଳେ ଦୁଆର କିଏ ସେ ଥିଲେ? କିଏ ସେ ଥିଲେ କିଏ ସେ ଥିଲେ କେମିତି ହଲଉଥିଲେ? ଶୁଣିବେ ହଁ ଆଜ୍ଞା ପୂର୍ବ କାଳର ଦୁଆରୀ ମାନେ ହେଲେ ଶୁଣନ୍ତୁ ଆଜ୍ଞା ହଁ ଆମର ଲେଖିଲେ କିଏ ସେ ଆଜ୍ଞା କିଏ ସେ? ଆମର ପୂର୍ବ କାଳିଆ ଦୁଆରୀ ହେଲେ ଗୌତମୀ ରାମା ରାମ ମାଗୁରା ଭୀମା ଭୀମ କନ୍ଧ ଖଇଡା ସାମ ରଙ୍କନିଧି ଗୌଡ଼ ଗରୁଡ କୀର୍ତ୍ତନ ଗୌଡ଼ ଗରୁଡ ନବହନ ଆଜ୍ଞା ନବଘନ ପଡା ଏହିପରି ଆଜ୍ଞା ତାର ବଳ ପିଣ୍ଡ ବଳ ନାହିଁ ଆଉ। କଣ କଣ ନବନ ପଡାର ପିଣ୍ଡ ବଳ ନାହିଁ ପିଣ୍ଡରେ ବଳ ନାହିଁ ନାଇଁ। ତାର ଯୋଉ ବଳ ଅଛି ତମେ ସମ୍ଭାଳି ପାରିବନି ହେଲା ପାଖକୁ ପଡିଲେ କାଳେ ମହାପ୍ରଭୁ ସେମାନେ କିପରି କହୁଥିଲେ ତୁ ମଧ୍ୟ ସେପରି କହ। ଶୁଣନ୍ତୁ ହଁ ଆପଣ ବସି ଯାଆନ୍ତୁ ଏ ବସି ଜନ୍ତୁ କଣ ବସ ହେ ହଁ